ओम गुरु ब्रह्मा गुरु विष्णु गुरुदेव महेश्वर गुरुरेव परम ब्रह्मं तस्मै श्री गुरुवे नमः। अखण्डमण्डलाकारं व्याप्तयेनं चराचरं तत्पदं दर्शितं येनं तस्मै श्री गुरुवे नमः। तस्मै श्री गुरुवे नमः। तस्मै श्री गुरुवे नमः। ओम नमः शिवाय। 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 शिवपुराण बा शैवपुराण प्रथम खंड चौरभुज बल चरित्र। सनत कुमार आगे कहती ऋषिए कुह तुम्भे एक कथा धातांक तनये आम्भे माने जानू बिल्ल दले शिवंकर अटई अत्यंत प्रिय ब्रह्मांड मध्यर ताहा देई पूर्वे तेहु केहु पूजा करिथिला किपरि से केउ फल प्राप्त होइला एही कथा बुझाइन कह मुनिवर शुणिबा निमन्ते मन बलिछि आम्भर एहा शुणी धाता सुत बोलंती वचन जहा पचारिल ताहा शुण सावधान पूर्व काले भुज बल नामे एक चोर थिला से हुबास करी ए जम्बू दीपर ता कथा कहिबा सर्वे शुण मन देई शुणिले पातक राशि अंगुजीव बही चोरी विद्यारे ताहार बड़ करामती चाहू चाहू हरि निये केही न जानती ठेंका धरी जोगी थाए अपंतरा बाटे यद्यापि पथिक केही मिले ता निकटे एक प्रहार के ताकु करी से संहारो सुखे बोहिनिए जेते द्रव्य थाए तारो एपरी प्रत्यह जो कला से आघात ता भये समस्त लोके होइले संकीत से बाटे बाटोई माने न पारिले जाई बाटो पड़ी गला भये न जीवारु केही ता जानी से भुज बल निशा काले आसी नाना द्रव्य चोरी कला ग्रामे ग्रामे पसी एपरी बहुत धन नियंती से चोर क्रमश दरिद्र हेले ग्रामवासी नर सबुरी हृदय हेला भये दाउ दाउ कबाट किलिले लोके दिन थाउ थाउ सर्वदा शुभिला दांडे चोरो चोरो डाक क्रमे बंद होई गला बाट घाट जाक विषम संकटे पड़ी से देशर जने भाविले चोर आजी धरा पड़िब केसने चोर आजी सबुआड़े समस्ते जोगिब निजे चोर प्राय होई चोर को धरिब एमंत विचारी मने पांची सबु लोक संध्या बेल ठारू लोक हेले जागरूक सबु बेले चोर मुह नुहईत गोजा धरा पड़िला कलोके करु करु खोजा अत्यंत बलिष्ठ चोर ओटे भुज बल
ଆଗୁଳି ବାନ୍ଧିଲେ ତାକୁ କରିଣ କୌଶଳ ଚୋର ଧରା ପଡ଼ିବାରୁ ସୁଝଇ ହନ୍ତା ମାରି ମାରି ନେଲେ ତାକୁ କରିଣ ହୀନସ୍ତା ହାତ ସୁଖେ ଯେବେ ଇଚ୍ଛା ତେ ମାଡ଼ ଦେଲେ ନୃପତି ଛାମୁରେ ନେଇ ଛିଡ଼ା କରାଇଲେ ରାଜାଙ୍କୁ ଦେଖନ୍ତେ ଚୋର ଭୋ ଧର୍ମ କହିଣ କାନ୍ଦିଲା ଅଙ୍ଗେ ପାଇ ଘର ତମ ତହିଁ ପରେ ଜଣାଇଲା କର ଯୋଡ଼ିସିରେ ଏ ସକଳେ ମେଳ ହୋଇ ପୁଣି ପଶି ମୋର ଘରେ ଦଉଡ଼ିରେ ବାନ୍ଧି ମୋତେ ନାନା ମାଡ଼ ଦେଇ ବଳେ ଟାଣିଛନ୍ତି ମିଛେ ଚୋର ଚୋର କହି ଚୋରି ଧନ ମୋ ପାଖରେ କିଛି ନାହିଁ ଦେଖ ଏ କିମ୍ପା ମାରନ୍ତି ମୋତେ ଦେଇ ଏତେ ଦୁଃଖ ମୁଁ ଚୋର ନୁହୋଇ ତୁଚ୍ଛା ଅହନ୍ତାଏ କରି ମେଳି ହୋଇ ବଳତ୍କାରେ ଆଣିଛନ୍ତି ଧରି ଧର୍ମ ଅବତାର ପ୍ରଭୁ ଅଟ ତୁମ୍ଭେ ରାଜା ଓ ଦୋଷ କି ଦଣ୍ଡ ଦେଲେ ଉପୁଜିବ ଲଜ୍ଜା ନୃପତି ବୋଇଲେ ତୁରେ ନହୁ ଯେବେ ଚୋର ପ୍ରମାଣ ନେବାକୁ କିଏ ସାକ୍ଷୀ ଅଛି ତୋର ଭୁଜ ବଳ ବୋଇଲା ମୁଁ ଅଟେ ବଡ଼ ଦୁଃଖୀ ମୋ ପାଇଁ ଏ ରାଜ୍ୟରେ କେହି ହେବ ନାହିଁ ସାକ୍ଷୀ ଏହା ଶୁଣି ନରପତି ଡକାଇ ଡଗର ତକ୍ଷଣେ ତାହାଙ୍କୁ ରାଜ୍ୟ କରିଦେଲେ ଦୂର ପୁଅ ଭାରି ଯାଙ୍କୁ ସଙ୍ଗେ ଘେନି ଭୁଜ ବଳ ଦେଶ ଛାଡ଼ି ପଳାଇଲା ସୁମରି କପାଳ କେତେ ବନ ଗିରି ଲଙ୍ଘି ଅବନ୍ତୀ ରାଜ୍ୟରେ ମିଳି ଯେ ରହିଲା ଘର ତଳି ସେହିଠାରେ ତଥାପି ସେ ଆପଣାର ସ୍ୱଭାବ ନ ଭୁଲି ଚୋରି ବୃତ୍ତି କଲା ନିଶା ରାତି ହେଲା ହେଲେ ବୁଲି ଆଜି ବଣ ରାତିରେ ଧନ ଦ୍ରବ୍ୟ ଯାହା ପାଏ ବି କିଣା ବିକା କରି ତାହା ପେଟ ପୋଷୁଥାଏ ଦିନେ ସେଇ ଦେଶ ରାଜାଙ୍କର ବଗିଚାକୁ ସନ୍ଧ୍ୟା ସମୟରେ ଗଲା ଚୋରି କରିବାକୁ କିଛି ନ ପାଇନ ବେଲ ଗଛରେ ଚଢ଼ିଲା ପାଚିଥିବା ବେଲ ଫଳ ବାଛି ସେ ତୋଳିଲା ଦୋଇବେ ସେଦିନ ଚତୁର୍ଦ୍ଦଶୀ ସୋମବାର ସେ ଅଟଇ ଅତି ପ୍ରିୟ ତିଥି ଶିବଙ୍କର ବେଲ ତୋଲୁ ଅଛି ବୃକ୍ଷେ ଚଢ଼ି ଭୁଜ ବଳ ଆକାଶ ମଣ୍ଡଳେ ଘୋଟିଥିଲା ମେଘମାଳ ପ୍ରଚଣ୍ଡ ପବନ ଘଡ଼ି ସେ ବିଜୁଳି ଅନ୍ଧାର ଘୋଟିଲା ଦଶ ଦିଗ ଯାକ ଗିଳି ଅଳ୍ପ ଅଳ୍ପ କରି ଜଳ ବରସିଲା ମେଘ ସେ ବୃକ୍ଷ ମୂଳରେ ଥିଲା ଏକ ଶିବଲିଙ୍ଗ ବେଲ ତଳୁ ତଳୁ ଭୁଜ ବଳ ସେ ଅନ୍ଧାରେ ପତ୍ର ଯାକ ପଡ଼ିଲା ସେ ଶିବଙ୍କ ଉପରେ ବେଲପତ୍ର ସଙ୍ଗେ ମିଶି ଅଛି ବର୍ଷା ପାଣି ସନ୍ତୁଷ୍ଟ ହୋଇଲେ ତାହା ପାଇ ଶୂଳ ପାଣି କିଛି କ୍ଷଣ ପରେ ଘେନି ପୋକ ବିଲ ଫଳ ଆପଣା ଘରକୁ ଚାଲି ଗଲା ଭୁଜ ବଳ କେତେ ଦିନ ଗଲା ପରେ ସେହି ମହାଚୋର ସନ୍ନିପାତ ଜୋରେ ପଡ଼ି ଛାଡ଼ିଲା ଶରୀର ମରଣ ସମୟ ହେବା ଜାଣି ଯମଦୂତେ ତାପାସେ ମିଳିଲେ ଚର୍ମ ଫାସ ଘେନି ହସ୍ତେ ସେତିକି ବେଳକୁ ଶିବ ଗଣ ଆସି ତହିଁ ମିଳିଲେ ତାହାକୁ ସଙ୍ଗେ ଘେନି ଯିବା ପାଇଁ ତାଙ୍କୁ ଦେଖି ଯମଗଣ କୋପ କରି ମନେ ବୋଇଲେ କି ପାଇଁ ତୁମେ ଆସିଛ ଏ ସ୍ଥାନେ ପାପୀଙ୍କ ମଧ୍ୟରେ ମହା ପାପୀ ଏହି ଚୋର ନାନା ଦଣ୍ଡ ଏ ଦେବୁ ଆମ୍ବେ ନେଇ ଯମପୁର ଦିନେ ଶିବ ସେବା କରି ନାହିଁ ଏ ପାତକି ଏହାର ପାଶକୁ ତୁମ୍ଭେ ଆସିଛ କାହିଁକି ଯମଗଣ ମୁଖ ଏହା ଶୁଣି ଜୀବଦୂତେ ଶୂଳ ଧରି ଗୋଡ଼ାଇଲେ କୋପ କରି ଚିତ୍ତେ ତାଙ୍କ କୋପ ମୂର୍ତ୍ତି ଦେଖି ଭଏ ଯମଗଣ ପଳାଇ କହିଲେ ଯମ ଆଗରେ ମିଳିନ
रुद्रଙ୍କ मुखରୁ ଶୁଣି କଥା ବିପରୀତ ଦୂତଙ୍କ ମୁଖରୁ ଶୁଣି କଥା ବିପରୀତ ଚିତ୍ରଗୋପ ତାଙ୍କୁ ପଚାରିଲେ ଜନ୍ତୁନାଥ ଭୁଜ ବଳେ ଚୌର କରି ଅଛି କେଉଁ ତପ କିମ୍ପା ଶିବ ଗଣ କଲେ ମଗଣଙ୍କୁ କପ ମନ୍ତ୍ରୀଏ ବୋଲନ୍ତି ଶୁଣ ସୂର୍ଯ୍ୟଙ୍କ ନନ୍ଦନ ଭୁଜବଳ ଅଟଇଏ ଭୁଜବଳ ଚୌର ଅଟେ ମହାପାପୀ ଜନ କେବଳ ଦିନେ ସେ ଚତୁର୍ଦଶୀ ସୋମବାରେ ବେଲ ଚୋରି କରୁଥିଲା ଚଢ଼ି ବୃକ୍ଷ ପରେ ବିଲପତ୍ର ସହିତରେ ବର୍ଷା ଜଳ ମିଶି ପଡ଼ିଲା ଶିବଙ୍କ ଶିରେ ହାତ ହସ୍ତରୁ ଖସି ତେଣୁ ଶିବ ଭକ୍ତ ମଧ୍ୟରେ ଗଣନା ସେ ହେଲା ଯେତେ ପାପ ଥିଲା ତହିଁରୁ ସେ ନିସ୍ତରିଲା ଶିବଙ୍କ ପ୍ରସନ୍ନ ଏବେ जीव शिवपुरे तुम्भ अधिकार आउ नाही ताहाठारे तेणु शिवपुरे तांकु दियंतु पठाए नहिले कपिबे सदा शिव क्रोध बहिए या शुणी जमराजा मने भय पाई दूत गणंकु डाकिणु आदेशिले तोहिए बोइले याकु नै कैलास पर्वते शिवंक पासरे छाड़ी आसो जातुरिते आज्ञा पाई दूत माने से चोर को नहीं महाडंबरे कपिलासे गले धाई शिवंक पादे तांकु छाड़ले नहीं नौ से चोर तई रहिला होई शिव गण एमंत टई बिल दलर महात्मा शिव पूजा कले बिल पत्रे साधु संत पुराण मध्यरे व्यास एहा लेखिछंती शिव पूजा कले नरे भवुतरी जानती प्रतिदिन बिल पत्रे पूजिले शंकर भवबंधनरु मुक्त हुए पापी नर तेणु जने प्रतिदिन ए शिव पुराण पाठ कले से देव पादरे शरण श्री सदाशिवंक पद्म पादे देई मन पद जोड़ी लेखे अधम क्षेत्र महन पद जोड़ी गाउअछि एहि निमान दोषा दश नघनिब आहे साधुजन दया करिथिब प्रभु आहे त्रिलोचन जय 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 प्रभु आहे पंचानन।